ଭାରତର 16ଟି ୟୁଟ୍ୟୁବ ଚ୍ୟାନେଲକୁ ନିଷିଦ୍ଧ କଲା ପାକିସ୍ତାନ। ବୁଧବାର ମଧ୍ୟରାତ୍ରିରେ ଭାରତର ଆକ୍ରମଣ ପରେ ପାକିସ୍ତାନ ଏକ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନ ପକ୍ଷରୁ ଭାରତର 16ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କରାଯାଇଛି। ଏହା ବ୍ୟତୀତ 32ଟି ୱେବସାଇଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ବୁଧବାର ମଧ୍ୟରାତ୍ରିରେ ଭାରତର ଆକ୍ରମଣ ପରେ ପାକିସ୍ତାନ ଏକ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନ ପକ୍ଷରୁ ଭାରତର 16ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କରାଯାଇଛି। ଏହା ବ୍ୟତୀତ 32ଟି ୱେବସାଇଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହାର ଅର୍ଥ ହେଉଛି ଏବେଠାରୁ ଏହି ୟୁଟ୍ୟୁବ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ସେଠାରେ ଛାଡ଼ିବ ନାହିଁ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନୀ ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନର ଜାତୀୟ ସୁରକ୍ଷା ଦୃଷ୍ଟିରେ ରଖି ପାକିସ୍ତାନ ଟେଲିକମ୍ୟୁନିକେସନ୍ ଅଥରିଟି PTA ଦ୍ୱାରା 16ଟି ଭାରତୀୟ ୟୁଟ୍ୟୁବ ଚ୍ୟାନେଲ, 31ଟି ୟୁଟ୍ୟୁବ ଲିଙ୍କ ଏବଂ 32ଟି ୱେବସାଇଟ୍ ବ୍ଲକ୍ କରିବାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନରେ ଟେଲିକମ୍ ବ୍ୟବହାରକାରୀଙ୍କ ପାଇଁ ଏକ ନିରାପଦ, ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ପରିବେଶ ବଜାୟ ରଖିବା ପାଇଁ PTA ପ୍ରତିବନ୍ଧ PTA ଅନଲାଇନ୍ କଣ୍ଟେଣ୍ଟ ଉପରେ ନଜର ରଖିବା ଏବଂ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଗତ ସପ୍ତାହରେ ଭାରତ ମଧ୍ୟ ପାକିସ୍ତାନର କେତେକ ଏକ୍ସ ହ୍ୟାଣ୍ଡଲ ୟୁଟ୍ୟୁବ ଚ୍ୟାନେଲ ଓ ୱେବସାଇଟ୍ ନିଷିଦ୍ଧ କରାଯାଇଥିଲା। ଓଡ଼ିଆ ପ୍ରାଇମ୍ ଷ୍ଟାର।